ନଳିନୀ ତା ଜୀବନରେ ହୋଇଥିବା ଦୁଇଟି ଘଟଣାକୁ କେବେ ଭୁଲି ପାରୁନଥିଲା। କେମିତି ଭୁଲିବ ସେହି ସମୟକୁ, ଯେଉଁ ସମୟ ତା ଜୀବନର ସବୁ କିଛି ତାଠୁ ଦୂରେଇ ନେଇଥିଲା। ନଳିନୀର ପରିବାର ଗୋଟିଏ ମଧ୍ୟବିତ୍ତ ପରିବାର ଥିଲା। ଜୀବନରେ ସବୁ ଜିନିଷ ସେ ଅତି କଷ୍ଟରେ ପାଇଥିଲା। ନଳିନୀ ସେ ଦୁର୍ଘଟଣା ପରେ ଆଜି ପାଗଳୀ ହେଇଯାଇଥିଲା। କି ଭୁଲ କଲା ସେ? ନିଜ ଲୋଭ ପାଇଁ ସବୁ କିଛି ହରେଇ ଦେଇଥିଲା। ସେ ବିତେଇ ଦେଇଥିବା ସେହି ଦିନଗୁଡ଼ିକ ସେ ଭୁଲି ପାରୁନଥିଲା। କି ବେଳାରେ ସେ ରାକ୍ଷସ ନାଲୁ ସହ ତାର ଦେଖା ହୋଇଥିଲା। ନଳିନୀର ବାପା ସୁନାକର ବାବୁ ଆଉ ମା ସୁନନ୍ଦା ଦେବୀ। ନଳିନୀର 4ଟି ଭଉଣୀ ଥିଲେ। ଅଭାବ ପରିବାରକୁ 4ଟି ଝିଅ। ଝିଅମାନଙ୍କ ବୋଝ ଉଠେଇବାକୁ ସେ ଅସମର୍ଥ ଥିଲେ। ପିଲା ଜନ୍ମ କରିଦେବା ସହଜ ଅଟେ, ହେଲେ ସେମାନଙ୍କ ଲାଳନ ପାଳନ କରିବା ବହୁତ କଠିନ ଅଟେ। ସୁନାକରଙ୍କର କିଛି କ୍ଷେତ ଥିଲା। ସେ ସେହି କ୍ଷେତରୁ ଯାହା ଫସଲ ଅମଳ କରୁଥିଲେ, ସେଥିରେ ତାଙ୍କର ପୂରା ପରିବାର ଚଳୁଥିଲା। କ୍ଷେତରୁ ଯେତିକି ଅମଳ ହେଉଥିଲା, ତାହା ଯଥେଷ୍ଟ ନଥିଲା। ଝିଅମାନେ ଛୋଟ ଥିଲେ, କିଛି କଷ୍ଟ ଜାଣି ହେଉନଥିଲା। ଝିଅମାନେ ବଡ଼ ହେବାରୁ ଧୀରେ ଧୀରେ ସେମାନଙ୍କ ଚାହିଦା ବଢ଼ିଲା। ତାପରେ ସୁନାକର ସେମାନଙ୍କୁ 2 ଓଳି ଖାଇବା ପାଇଁ ଦେଇପାରିଲେନି। ନଳିନୀ ଘରେ ସବୁଠାରୁ ବଡ଼ ଝିଅ ଥିଲା। ସୁନାକର ତାକୁ ଖୁବ୍ କଷ୍ଟରେ କଲେଜରେ ପାଠ ପଢ଼ାଉଥିଲେ। ନିଜେ ଅଧପେଟ ଖାଇ ନଳିନୀକୁ ମଣିଷ କରିବାକୁ ତାର ବହିପତ୍ର ଯୋଗାଇ ଦେଉଥିଲେ। ନିଜେ ଭଲ ପିନ୍ଧୁନଥିଲେ ମଧ୍ୟ ନଳିନୀ ଲାଗି କଲେଜ ଡ୍ରେସ୍ କିଣି ଦେଉଥିଲେ। ବାପା ମା ହେବା ଏତେ ସହଜ ନୁହେଁ। ପିଲାମାନଙ୍କ ପାଇଁ ଯେତେ ତ୍ୟାଗ କଲେ ବି ସବୁ କମ୍ ଲାଗୁଥିଲା ତାଙ୍କୁ। ନଳିନୀ କଲେଜରେ ତା ସାଙ୍ଗମାନଙ୍କୁ ଦେଖି ନିଜ ଚାହିଦା ପାଇଁ ଘରେ ବାପା ମାଙ୍କୁ କଠୋର ଭାଷାର ପ୍ରୟୋଗ କରୁଥିଲା। ବାପାଙ୍କୁ ବହୁତ କଷ୍ଟ ହେଉଥିଲେ ବି ସେ ନଳିନୀର କଥାର କୌଣସି ଜବାବ ଦିଅନ୍ତି ନାହିଁ। ନଳିନୀ ଦିନକୁ ଦିନ ବହୁତ ଉଗ୍ର ହେଉଥିଲା। କାଶ୍ ନଳିନୀ ନିଜକୁ ତା ପରିବାର ସହ ଶାନ୍ତ ରଖି ପାରିଥାନ୍ତା। ଆଜି ହୁଏତ ତା ପୂରା ପରିବାର ସହ ସେ ଖୁବ୍ ସୁଖ ଶାନ୍ତିରେ ରହିଥାନ୍ତା। ନିଜ ପେଟ ପୂରି ନଥିଲେ ନିଜ ବାପା ମାଙ୍କ ସହ ଖୁବ୍ ଶାନ୍ତିରେ ପେଟେ ପାଣି ପିଇ ଶୋଇ ଯାଇଥାନ୍ତା। ଆଜି ସେ ନିଜ ଭୁଲ ପାଇଁ ସବୁ କିଛି ହରେଇଥିଲା। ନିଜ ଉଚ୍ଚ ଅଭିଳାଷ ପାଇଁ ସେ ନିଜର ପ୍ରିୟ ପରିଜନଙ୍କୁ ହରେଇଥିଲା। ଆଖି ଆଗରେ ଭାସି ଯାଉଛି, ଆଃ କି ବିଭତ୍ସ ଦୃଶ୍ୟ! ଏବେ ବି ସେ ଦୃଶ୍ୟ ସବୁ ଆଖି ଆଗରେ ଚାଲିଛି। ସେହିଦିନ ସେ ସେମାନଙ୍କ ସହ ମରିଗଲାନି କ'ଣ ପାଇଁ? ନା, ସେ ଏମିତି ସହଜରେ କେମିତି ମରିବ? ସେ ଯାହା କରିଛି ତା ପାଇଁ ଏତେ ସହଜରେ ମୃତ୍ୟୁ ପାଇବନି। ସେ ଅନେକ ଥର ମରିବା ପାଇଁ ଚେଷ୍ଟା କଲାଣି, ହେଲେ ସେ ସେଥିରେ ସଫଳ ହେଉନାହିଁ। ତା ପରିବାରର ସଭିଙ୍କ ଆତ୍ମା ତାକୁ ସୁଆଇ ଦେଉନାହିଁ ଜମା। ନିଜର ଅତି ପ୍ରିୟ ସାନ ଭଉଣୀ ଜସ୍ମିନର ଆତ୍ମା ତାକୁ କହୁଛି, ଦିଦି ତୁ ଏମିତି କାହିଁକି ଗଲୁ? ତାର ବାପା ମା ଭଉଣୀ ଜାଣି ହିଁ ନଥିଲେ ତାଙ୍କ ମୃତ୍ୟୁ କେମିତି ହେଲା ବୋଲି। ତାଙ୍କ ଘର ପାଖରେ ଥିବା ଲୋକ ଯେବେ ପଚାରନ୍ତି ତୁମ ଘରର ଲୋକେ କୁଆଡ଼େ ଗଲେ, ନଳିନୀ କିଛି କୁହେନା। ଖାଲି ପାଗଳି ଭଳି ମୁଣ୍ଡରେ ହାତ ଦେଇ ବସି ରୁହେ। ନା ଖାଇବା ଠିକଣା, ନା ଶୋଇବା ଠିକଣା। ସେ ଶାନ୍ତିରେ ଶୋଇ ପାରୁନଥିଲା। ତାକୁ ତାର ଆତ୍ମୀୟମାନଙ୍କ ଚିତ୍କାର ଶୁଭୁଥିଲା। ଜୀବନ୍ତ ଦଗ୍ଧ ହୋଇ କବରରେ ଶୋଇଯାଇଥିଲେ ତାର ଆତ୍ମୀୟମାନେ। ସେ ସବୁ କିଛି ଦେଖୁଥିଲେ ମଧ୍ୟ କେବଳ ଗୋଟିଏ କାଠ ପିତୁଳା ହୋଇ ଛିଡ଼ା ହୋଇ ରହିଥିଲା। ସେ ନାଲୁ କହିଥିଲା, ସବୁ କିଛି ଠିକ୍ ହୋଇଯିବ, ହେଲେ କିଛି ତ ଠିକ୍ ହେଲାନି। ନାଲୁ କହିଥିଲା, ଏ ଯାହା ହେଉଛି ଏସବୁ ତୋ ଆଖିର ଧୋକା। ତୁ ସମସ୍ତଙ୍କୁ ଫେରି ପାଇବୁ, ଆଉ ତା ସହ ଢେର ସାରା ଧନ ସମ୍ପତ୍ତି ପାଇବୁ। ତୋ ଗରିବୀ ଦୂର ହୋଇଯିବ। ଏହା ଶୁଣି ନଳିନୀ ତାର ସବୁ କଥାରେ ରାଜି ହେଇଗଲା। ସେ ଯାହା ଯାହା ଯେଉଁପରି କହିଲା ସେ ସେହିପରି ଭାବରେ କରିଚାଲିଲା। ଅନ୍ଧ ଭାବରେ ସେ ନାଲୁକୁ ବିଶ୍ୱାସ କରିଥିଲା, ହେଲେ ତା ବିଶ୍ୱାସର ଫଳ ତାକୁ ଏମିତି ଭାବରେ ମିଳିବ ତାକୁ ତାହା ଜଣା ନଥିଲା। ଧନର ଗର୍ବ ତାକୁ ଅନ୍ଧ କରିଦେଇଥିଲା। ପୁଳେ ଟଙ୍କା ମିଳିଲେ ତାର ମନପସନ୍ଦର ସବୁ ଜିନିଷ ତାକୁ ମିଳିଯିବ, ଏଥିପାଇଁ ସେ ଭାରି ଖୁସି ଥିଲା।
ମା ସେଦିନ କହୁଥିଲେ ତୋର ହାବଭାବ ମୋତେ କିଛି ଠିକ୍ ଲାଗୁନି। ନଳିନୀ କହିଲା, ନାଇଁ ମା, କିଛି ନାହିଁ ତ। ସେ ଭାବୁଥିଲା ବହୁତ ଗୁଡ଼ିଏ ଧନ ଯେତେବେଳେ ମିଳିଯିବ ସେତେବେଳେ ସେ ତା ବାପା ମାଙ୍କୁ ଖୁବ୍ ଖୁସି ଦେବ। ଏହା ଭାବି ସେ ଚୁପ୍ ରହୁଥିଲା। ସେ ତା କଲେଜରେ ବହୁତ ଭଲ ପାଠ ପଢ଼ୁଥିଲା। ନାଲୁ ସେହି ଅଞ୍ଚଳର ଲୋକଟେ। ସେ ଗୋଟେ ତାନ୍ତ୍ରିକ ପାଖରେ ରହି ସାଧନା କରୁଥିଲା। ତାର ମାଲିକକୁ ବଳିର ଦରକାର ହେବାରୁ ସେ ନାଲୁକୁ କହିଲା। ନାଲୁ ଗରିବ ଝିଅ ନଳିନୀ ଉପରେ ଆଖି ପକେଇଲା। ନାଲୁ ନଳିନୀ ଉପରେ ବହୁତ ଦିନରୁ ନଜର ରଖିଥିଲା। ନଳିନୀ ଓ ତା ପରିବାରର ଗରିବୀ ଉପରେ ସେ ନଜର ରଖିଥିଲା। ନଳିନୀର ଉଚ୍ଚ ଭାବନାର ସେ ଫାଇଦା ଉଠାଉଥିଲା। ଦିନେ ସେ ନଳିନୀର ପିଛା କଲା। ନଳିନୀ ସେଦିନ ଘରୁ ରାଗିକି ଯାଇଥିଲା। ନାଲୁ ତାର ଫାଇଦା ଉଠାଇଥିଲା। ସେ ବାହାନାରେ ସୁଟ୍ ବୁଟ୍ ପିନ୍ଧି ଗଲା। ନଳିନୀ ଆଗରେ ବସି ପଡ଼ିଲା। ନଳିନୀ ତାକୁ ଦେଖି ଫିଦା ହୋଇଗଲା। ନଳିନୀ କିଛି ନ ବୁଝି ନ ସୁଝି ନାଲୁକୁ ଭଲ ପାଇବାକୁ ଲାଗିଲା। ନାଲୁ ତାର ଇଚ୍ଛା ପୂରଣ କରିବାକୁ ସେ ପାଠଶାଠ ଛାଡ଼ି ନାଲୁର ବାଇକରେ ସବୁଆଡ଼େ ବୁଲିଲା। ନାଲୁର ଉଦ୍ଦେଶ୍ୟ ପୂରଣ ପାଇଁ ସେ ନଳିନୀର ମନକୁ କଣ୍ଟ୍ରୋଲ କରିବାକୁ ଲାଗିଲା। ନଳିନୀ ତା ପ୍ରେମର ଜାଲରେ ଫସିଗଲା। ଏହା ତାର ପ୍ରଥମ ଭୁଲ ଥିଲା। ନାଲୁ ନଳିନୀର ସବୁ ଇଚ୍ଛା ପୂରଣ କରୁଥିଲେ ମଧ୍ୟ ତାଠୁ କିଛି ଆଶା କରୁନଥିଲେ। ସେଦିନ ସେ ନଳିନୀକୁ କୁଆଡ଼େ ବୁଲେଇ ନେଉଥିଲା। ସେଠି ନଳିନୀକୁ କହିଲା, ତୁମକୁ ଗୋଟେ କଥା କହିବି, ରଖିବ କି? ନଳିନୀ କହିଲା, କହୁନା, କ'ଣ କହିବ? ନାଲୁ କହିଲା, ମୁଁ ଗୋଟେ ବାବାଙ୍କୁ ଜାଣିଛି। ଆମେ ସେଇଠିକୁ ଯିବା। ସେ ତ୍ରିକାଳଦର୍ଶୀ ଅଟନ୍ତି। ନଳିନୀ କହିଲା, ହଁ, ମୁଁ ଯିବାକୁ ଚାହୁଁଛି। ମୋ ଭାଗ୍ୟରେ ଧନ ଅଛି କି ନାହିଁ ଜାଣିବାକୁ ଚାହେଁ। ସେ ନାଲୁ ସହିତ ସେ ତାନ୍ତ୍ରିକ ପାଖକୁ ଗଲା। ତାନ୍ତ୍ରିକ ନିଜ ସିଦ୍ଧିର ଶେଷ ସୋପାନରେ ପହଞ୍ଚିବାକୁ ଚାହୁଁଥିଲା। ସେ ନାଲୁ ସହିତ ନଳିନୀକୁ ଦେଖି ମନେ ମନେ ଖୁସି ହେଉଥାଏ। ନଳିନୀକୁ ଶ୍ମଶାନରେ ଭାରି ଭୟ ଲାଗୁଥାଏ। ତଥାପି ସେ ଆଗକୁ ଚାଲିଥାଏ। ନାଲୁର ହାତକୁ ଜାବୁଡ଼ି ଧରି ଚାଲିଥାଏ। ନଳିନୀର ପଇସା ନିଶା ତାକୁ କଲେଜ ଘରଠୁ ଦୂରେଇ ରଖୁଥିଲା। ସେ ସକାଳୁ ଘରୁ ଯାଉଥିଲା, ସନ୍ଧ୍ୟାରେ ଘରକୁ ଫେରୁଥିଲା। ବାପା ମା ଯିଏ ଯାହା ପଚାରିଲେ କିଛି ଜବାବ ଦେଉନଥିଲା। ନଳିନୀ ଫେରିଲା ବେଳକୁ ତା ହାତରେ କିଛି ନା କିଛି ଥାଏ। ସେଦିନ ମା ତାକୁ ପଚାରିଲେ, ଏସବୁ କୋଉଠୁ ଆଣୁଛୁ? ନଳିନୀ କିଛି ନ କହି ଘର ଭିତରକୁ ପଶିଗଲା। ମା ତାକୁ ଗୋଟେ ଚଟକଣା ମାରିଲେ। ନଳିନୀ ରାଗିକି ତା ଶୋଇବା ରୁମକୁ ଯାଇ କାନ୍ଦିବାକୁ ଲାଗିଲା। ଆଉ ରାଗିକି କହିଲା, ଯେତେବେଳେ ମୋତେ ଧନ ମିଳିବ ମୁଁ ସେଥିରୁ କାହାକୁ କିଛି ଦେବିନି। ଏହା କହି ଶୋଇପଡ଼ିଲା। ହଠାତ୍ ବାବାଙ୍କ କହିବା କଥା ତାର ମନେ ପଡ଼ିଗଲା। ତାକୁ ଅଧା ରାତିରେ ମଶାଣି ଯିବାକୁ ପଡ଼ିବ। ନଳିନୀର ଏହା ମନେ ପଡ଼ିବା କ୍ଷଣି ସେ ଶୋଇପଡ଼ିଲା। ବାପା ମା ଆସି ଅନେକ ଡାକିଥିଲେ ମଧ୍ୟ ସେ ଖାଇନଥିଲା। ଭଉଣୀମାନଙ୍କ କଥା ଶୁଣି ନଥିଲା। ବାହାରୁ ପେଟେ ଖାଇକି ଆସିଥିଲା। ଏବେ ସେ ଶୋଇକି ରହିଲା। ଅଧା ରାତିରେ ତା ନିଦ ଭାଙ୍ଗିଗଲା। ସେ ଶୋଇଥିବା ଘରର କବାଟ ଖୋଲିଗଲା। ତାକୁ ବହୁତ ଭୟ ଲାଗୁଥିଲା। ହେଲେ ସେ ବାବା ତାକୁ ଗୋଟେ ପୁଡ଼ିଆରେ କିଛି ବାନ୍ଧିକି ହିଁ ଦେଇଥିଲେ ଆଉ ତକିଆ ତଳେ ରଖିଦେଇଥିଲେ। ସେଇ ପୁଡ଼ିଆକୁ ଧରି ସେ ଶ୍ମଶାନ ଆଡ଼କୁ ଆଗେଇ ଗଲା। ବାଟରେ ତାକୁ ନାଲୁ ଭେଟକୁ ହୋଇଗଲା। ସେ ତା ସହ ଆଜି ଟିକେ ସମୟ ବିତାଇବ ଭାବି ଭାରି ଖୁସି ହେଇଗଲା। ନଳିନୀର ମନରେ ନାଲୁ ପାଇଁ ପ୍ରେମ ଥିଲା ସିନା, ହେଲେ ନାଲୁ କେବଳ ତା ଗୁରୁଙ୍କ ପାଇଁ କାମ କରୁଥିଲା। ତା ମନରେ ପ୍ରେମ କ'ଣ ସେ ଜାଣିନଥିଲା। କେବଳ ସେ ଗୁରୁଙ୍କ ଇସାରାରେ କାମ କରୁଥିଲା। ନାଲୁ ତାକୁ ନେଇ ତାନ୍ତ୍ରିକ ଭୈରବଙ୍କ ପାଖକୁ ଯାଇଥିଲା। ତାନ୍ତ୍ରିକ ନଳିନୀକୁ ଦେଖି ଭାରି ଖୁସି ହୋଇଥିଲା। ତାନ୍ତ୍ରିକ ନଳିନୀକୁ ଦେଖି ତା ମନର କାମନାର ନିଶା ଲାଗିଯାଇଥିଲା। ସେ ନାଲୁକୁ ଅନ୍ୟ କାମରେ ପଠାଇ ଦେଇ ନଳିନୀକୁ ବସିବାକୁ କହିଲା। ଶ୍ମଶାନରେ ନଳିନୀକୁ ବହୁତ ଡର ଲାଗୁଥାଏ। ଶ୍ୱାନ ଶୃଗାଳମାନେ ତୁହାଇ ତୁହାଇ ରଡ଼ି ଛାଡ଼ୁଥାନ୍ତି। ମୁଣ୍ଡ ମାଳ ମାଳ ଗଡ଼ୁଥାଏ। ଏକ ଅଜବ ଲାଗୁଥାଏ। ନଳିନୀକୁ ଦିନରେ ଡର ଲାଗେ। ରାତିରେ ସେ କେମିତି ଏତେ ଦୂର ଆସିଲା ତାକୁ ଆଶ୍ଚର୍ଯ୍ୟ ଲାଗୁଥାଏ।
ସେ ମୁଣ୍ଡ ପୋତି ବସି ରହିଥାଏ। ଭୈରବ ତାକୁ କିଛି ପିଇବାକୁ ଦେଲା। ସେ ତାକୁ ପିଇବା ପରେ ତା ଶରୀରରେ ଏକ ଅଜବ ଅନୁଭବ ହେଲା। ସେ କିଛି ସମୟ ପରେ ସେଇଠାରେ ଢଳି ପଡ଼ିଲା। ଭୈରବ ସେ ବେହୋସ ହେବାର ଦେଖି ସେଠୁ ତା ପାଖକୁ ଆସିଲା ଆଉ ତା ପିନ୍ଧା ବସ୍ତ୍ର ଉପରେ ଧୀରେ ଧୀରେ ହାତ ଚଳାଇବାକୁ ଲାଗିଲା। ନଳିନୀର ଉନ୍ନତ ବକ୍ଷ ଯୁଗଳ ତାକୁ ପାଗଳ କରିଦେଲା। ସେ ନିଜର ଶକ୍ତି ବଳରେ ତା ଚାରିପଟେ ଭୂତ ପ୍ରାଚୀର ବନାଇଦେଲା। ସେ ଓ ନଳିନୀ ସେ ଘେରା ଭିତରେ ଥିଲେ। ଭୈରବ ନଳିନୀକୁ ପାଇ ପାଗଳ ହୋଇଗଲା। ଗୋଟିଏ କୁମାରୀ ଶରୀର ପାଇଁ ତା ଭିତରର ଶୈତାନ ଜାଗ୍ରତ ହୋଇ ଉଠିଥିଲା। ସେ ନଳିନୀର ବସ୍ତ୍ର ଖୋଲିବାକୁ ଲାଗିଲା ଆଉ ନିଜର ପିନ୍ଧା ବସ୍ତ୍ର କାଢ଼ି ନଳିନୀର ଶରୀର ସହିତ ଏକାକାର ହୋଇଗଲା। ନଳିନୀକୁ କଷ୍ଟ ହେଉଥିଲା, ହେଲେ ସେ ବେହୋସରେ ଥିଲା। ସେ ଚାହିଁକି ବି କିଛି କରିପାରୁନଥିଲା। ଭୈରବ ତା ମନର ଇଚ୍ଛା ମେଣ୍ଟାଇ ସାରିବା ପରେ ନାଲୁ ସେଠି ଆସି ପହଞ୍ଚିଲା। ନଳିନୀର ଏମିତି ଅବସ୍ଥା ଦେଖି ତା ମନରେ ଟିକେ ବି ଦୟା ଆସିଲାନି। ସେ ବି ବାବାଙ୍କ ଭଳି ତା ସହ ଅସଦାଚରଣ କରିବାକୁ ଲାଗିଲା। ତା ମନ ଶାନ୍ତି ହୋଇଗଲା ପରେ ବାବା ତାକୁ କହିଲେ, ତୁ ନଳିନୀକୁ ତା ପୋଷାକ ପିନ୍ଧାଇ ଦେ। ସେ ଆଜିଠୁ ଆମର ଚେଲା। ଆମେ ଯାହା ଚାହିଁବା ତା ଦ୍ୱାରା କରାଇବା। ଆଜି ପାଇଁ ସେତିକି ଥାଉ। ଏହା କହିସାରିବା କ୍ଷଣି ନାଲୁ ନଳିନୀକୁ ପୋଷାକ ପିନ୍ଧାଇ ଦେଇଥିଲା। ବାବା କିଛି ମନ୍ତ୍ର ପଢ଼ିବା ପରେ ସେ ନିଜ ଚେତନା ଫେରି ପାଇଥିଲା। ତା ଦେହରେ ଅହେତୁକ ଯନ୍ତ୍ରଣା ହେଉଥିଲା। ତା ସହ କ'ଣ ହୋଇଥିଲା ସେ ଜାଣିପାରୁନଥିଲା। ନାଲୁକୁ ପଚାରିବାରୁ ସେ କହିଲା, ବାବା ତୁମ ଆତ୍ମା ଭିତରୁ ଶୈତାନକୁ ବାହାର କରୁଥିଲେ ଆଉ ସେ ତୁମକୁ ନିଜର ଚେଲା ଭାବେ ସ୍ୱୀକାର କରିଛନ୍ତି। ବାବା କିଛି ସୁନା ଅଳଙ୍କାର ନାଲୁକୁ ଦେଲେ। ସେ ଅଳଙ୍କାରକୁ ଦେଖି ନନ୍ଦିନୀ ପୁରା ଖୁସି। ତା ଦେହର ଦରଜକୁ ସେ ଭୁଲି ଯାଇଥିଲା। ବାବା ନାଲୁକୁ କହିଲେ, ଆଜି ପାଇଁ ଏତିକି ଥାଉ। ଯା ତାକୁ ଛାଡ଼ି ଦେଇ ଆସିବୁ। ନାଲୁ ହିଁ ହଁ କହି ନଳିନୀକୁ ଛାଡ଼ିବାକୁ ଚାଲିଗଲା। ନଳିନୀ ଗଲା ପରେ ତା ପାଦ ଏଠି ସେଠି ପଡ଼ୁଥିଲା। ତା କେଶ ଫିଟି ଯାଇଥିଲା। ହେଲେ ଏସବୁକୁ ସେ ଜାଣିପାରୁନଥିଲା। ଅଳଙ୍କାର ଦେଖି ତା ମନ ବହୁତ ଖୁସି। ଘରେ ପହଞ୍ଚି ଦେଖିଲା ଘରେ ସମସ୍ତେ ଶୋଇଛନ୍ତି। ସେ ତା ମୁଣ୍ଡ ତଳେ ଦେଇଥିବା ତକିଆ ଭିତରେ ସେ ଗହଣା ଗୁଡ଼ିକ ରଖି ଶୋଇଗଲା। ସେ ଆଖି ବୁଜିଛି କି ନାହିଁ, ତା ଆଖି ଆଗରେ ଗୋଟେ ଭୟଙ୍କର ସ୍ତ୍ରୀ ଲୋକ ଆସି ତାକୁ କହିଲା, ମୋ ଗହଣା ମୋତେ ଦେଇଦେ। ଅନେକ ଅଶରୀର ଆତ୍ମା ତା ଚାରିପଟେ ଘେରି ରହିଥିଲେ। ତାକୁ ଘୁରି ଘୁରି ଚାହୁଁଥିଲେ। ହଠାତ୍ ନଳିନୀର ନିଦ ଭାଙ୍ଗିଗଲା। ସବୁ ଭଉଣୀମାନେ ତାକୁ ଚାହିଁ ରହିଥିଲେ। ସେ କହିଲା, ତୁମେମାନେ ମୋତେ ଏମିତି କାହିଁ ଦେଖୁଛ? ସେମାନେ କହିଲେ, ତୁ ବାଉଳୁଥିଲୁ, ମୋତେ ମାରନା ଆଉ ମାରନା। ନଳିନୀ ସ୍ୱପ୍ନକୁ ମନେ ପକାଇବା ପରେ ତା ଦେହ ଶିହରି ଉଠିଲା। ଭୟରେ ସେ କ'ଣ କରିବ ଭାବି ପାରୁନଥିଲା। କିଛି ସମୟ ପରେ ସେ ନିଜକୁ ପ୍ରକୃତିସ୍ଥ କଲା ଆଉ ଗାଧୋଇବାକୁ ଉଠି ଚାଲିଗଲା। ସେମାନେ ସିମେଣ୍ଟ ଜରିରେ ଉହାଡ଼ କରି ଗୋଟିଏ ଗାଧୁଆ ଘର ପ୍ରସ୍ତୁତ କରିଥିଲେ। ସେ ଘର ଭିତରକୁ ନଳିନୀ ଗାଧୋଇବାକୁ ପଶିଗଲା। ସେ ଯେତେବେଳେ ନିଜ ଶରୀରରେ ପାଣି ଢାଳିଲା, ତାକୁ ବହୁତ ଜୋରରେ ପୀଡ଼ା ହେଉଥିଲା। ରାତିର କଥା ତାର ମନେ ନଥିଲା। ସେ ମଶାଣିକୁ ଯାଇଥିଲା ଆଉ ଗହଣା ନେଇ ଆସିବା କଥା ତାର ମନେ ପଡ଼ିଲା। ହେଲେ ମଝିରେ ତା ସହ ଆଉ କ'ଣ ହୋଇଥିଲା ସେ ମନେ ପକାଇବାକୁ ଚେଷ୍ଟା କରୁଥିଲେ ବି ମନେ ପଡ଼ୁନଥିଲା। ତା ଛାତି ଆଉ ଗୁପ୍ତାଙ୍ଗରେ ବହୁତ ଯନ୍ତ୍ରଣା ହେଉଥିଲା। ସେ ନିଜର କଷ୍ଟ କଥା କାହାକୁ କହିପାରୁନଥିଲା। ତାକୁ ଧନର ନିଶା ଏମିତି ଭାବରେ ଘାରିଥିଲା ଯେ ସେ ଆଣିଥିବା ଗହଣାକୁ ଲୁଚେଇ ଲୁଚେଇ ପିନ୍ଧୁଥିଲା। ପ୍ରତି ରାତିରେ ତାକୁ ଲାଗୁଥିଲା ଯେମିତି ତା ବେକକୁ କିଏ ଚିପି ମାରିଦେବାକୁ ଚେଷ୍ଟା କରୁଛି। ବହୁତ ଭୟଙ୍କର ସ୍ୱପ୍ନ ତାକୁ ଆସୁଥିଲା। ସମସ୍ତେ ଶାନ୍ତିରେ ଶୋଇବା ଦେଖି ତାକୁ ବହୁତ ଈର୍ଷା ଲାଗୁଥିଲା। ସେଦିନ ସେ ଶୋଇଥିଲା। ତାକୁ ଲାଗିଲା କେହି ତାକୁ ଶୂନ୍ୟେ ଶୂନ୍ୟେ ଟେକି ନେଉଛି। ସେ ଆଖି ଖୋଲି ଦେଖିବାରୁ ତାକୁ ନାଲୁ ହିଁ କାନ୍ଧରେ ପକାଇ ନେଉଥିଲା। ସେମାନେ ଭୈରବ ପାଖରେ ପହଞ୍ଚି ସାରିଥିଲେ। ଭୈରବ କହିଥିଲେ, ମୁଁ ହିଁ ନାଲୁକୁ ପଠେଇଥିଲି। ମୁଁ ଜାଣିଛି
ତୁ ଶାନ୍ତିରେ ଶୋଇପାରୁନୁ, ତୋତେ ଆତ୍ମାମାନେ କଷ୍ଟ ଦେଉଛନ୍ତି। ନଳିନୀ କହିଲା, ହଁ ବାବା, ଏହା ସତ୍ୟ। ଆପଣ ତ ଅନ୍ତର୍ଯ୍ୟାମୀ, ଆପଣଙ୍କୁ କ'ଣ ଲୁଚାଇବି। ଭୈରବ ପୁଣି ଥରେ ଗୋଟେ ଗ୍ଲାସରେ କ'ଣ ଦେଲେ ନଳିନୀକୁ ପିଇବାକୁ। ନଳିନୀ ତାକୁ ପିଇ ପୁଣି ଥରେ ବେହୋସ ହୋଇପଡ଼ିଲା। ନଳିନୀକୁ ବେହୋସ ହେବାର ଦେଖି ଭୈରବ ନିଜ କାମ ବାସନାକୁ ଚରିତାର୍ଥ କରାଇଲା। ନାଲୁ ବି ନଳିନୀ ସହ ନିଜ କାମ ବାସନାକୁ ମେଣ୍ଟାଇଲା। ନଳିନୀ ପୁଣି ଥରେ ସେହି ଯନ୍ତ୍ରଣାକୁ ଅନୁଭବ କଲା। ଏଥର ବାବା ତାକୁ ପୂର୍ବଠାରୁ ଅନେକ ସୁନା ଗହଣା ଦେଲେ। ନଳିନୀ ପୁଣି ଥରେ ଛୋଟେଇ ଛୋଟେଇ ଆସି ଘରେ ଶୋଇଗଲା। ସେ ଆତ୍ମାମାନେ ନଳିନୀର ପିଛା କରୁଥାନ୍ତି। ବାବା ଶବମାନଙ୍କ ଠାରୁ ଗହଣା ଉତାରି ସେଇ ଗହଣାକୁ ନଳିନୀକୁ ଦେଉଥାନ୍ତି। ସେହି ଅତୃପ୍ତ ଆତ୍ମାମାନେ ନଳିନୀର ପଛରେ ପଡ଼ିଯାଇଥିଲେ। ନଳିନୀ ରାତିରେ ଶାନ୍ତିରେ ଶୋଇପାରୁନଥିଲା। ନଳିନୀ ଖୁବ୍ ସୁନ୍ଦର ଦେଖାଯାଉଥିଲା। ଧୀରେ ଧୀରେ ତା ରକ୍ତ ଶୁଖିଯାଉଥାଏ। ଶଇତାନ ତା ସହ ସମ୍ପର୍କ ରଖିବା ପରେ ତା ଦେହର ରକ୍ତ ଶୁଖି ଶୁଖି ଯାଉଥାଏ। ନଳିନୀର ମା ନଳିନୀକୁ ଝଡ଼ିଯିବାର ଦେଖି ତାକୁ ଅନେକ କଥା ପଚାରୁଥିଲେ ବି ସେ କିଛି କଥାର ଉତ୍ତର ଦେଉନଥିଲା। ନଳିନୀ ନ ଖାଇ ନ ପିଇ ମା ବାପାଙ୍କ କଥା ନ ଶୁଣି କଲେଜ ଯିବା ପାଇଁ ବାହାରିଲା। ନଳିନୀ କାହା କଥା ଶୁଣୁନଥିଲା। ତାକୁ ହିଁ କେବଳ ନାଲୁ ଦିଶୁଥିଲା। ନାଲୁ ଗୋଟେ ଆତ୍ମା ଥିଲା। ସେ ଅନ୍ୟର ଶରୀରକୁ ଧାରଣ କରି ନଳିନୀକୁ ଦେଖା କରୁଥିଲା। ବେଳେବେଳେ ନଳିନୀ ନାଲୁ ସହ କଥା ହେଉଥିଲା ବେଳେ ଅନ୍ୟ ସାଙ୍ଗମାନେ ନଳିନୀକୁ ପାଗଳୀ ଭାବନ୍ତି, କାରଣ ସେମାନଙ୍କୁ କିଛି ଦିଶୁନଥାଏ। ନଳିନୀ କାହା ସହ କଥା ହୁଏନି। ବେଳେବେଳେ ସେ ସେହି ଅଳଙ୍କାରରୁ କିଛି ଲଗେଇ ଆସିଥାଏ। ସାଙ୍ଗମାନଙ୍କୁ ତାହା ଦେଖାଏ। ସାଙ୍ଗମାନେ କିଛି ପଚାରିଲେ ସେ ଇଆଡ଼ୁ ସିଆଡ଼ୁ କଥା କହି ଗାଲେଇ ଦିଏ। ଯେଉଁଦିନ ସେ କିଛି ଗହଣା ପିନ୍ଧିକି ଆସେ ସେଦିନ ତା ଉପରେ କିଛି ନା କିଛି ବିପତ୍ତି ପଡ଼େ। ସେଦିନ ସେ ରାସ୍ତା ଏପଟରୁ ସେପଟ ହେଉଥିଲା। ଗୋଟେ ବସ୍ ଦ୍ରୁତ ଗତିରେ ମାଡ଼ି ଆସିଲା। ନାଲୁ ନଥିଲେ ଆଜି ନଳିନୀ ବି ନଥାନ୍ତା। ନାଲୁ କୋଉଠି ଥିଲା, ପବନ ଭଳି ଦୌଡ଼ି ଆସି ନଳିନୀକୁ ନିଜ ଆଡ଼କୁ ଟାଣି ନେଲା। ନଳିନୀ ଅଳ୍ପକେ ବଞ୍ଚିଗଲା। ସେଦିନଠାରୁ ସେ ନାଲୁକୁ ଆହୁରି ଭଲ ପାଇଲା, ଆଉ ଅଧିକା ବିଶ୍ୱାସ କଲା। ନାଲୁ ଭୈରବକୁ ଦେଖାହେଲା। ଭୈରବ କହିଲା, ମୁଁ ସବୁ ଜାଣିଛି, ତୁ ଛାଇ ପରି ନଳିନୀ ସାଥିରେ ଥିବୁ। ତାର କିଛି ହୋଇଗଲେ ଆମ ଯୋଜନା ପଣ୍ଡ ହୋଇଯିବ। ତା ଦ୍ୱାରା ଆମେ ଯାହା ଯୋଜନା କରିଛୁ ସେ ବଞ୍ଚିଥିଲେ ଯାଇ ଯାହା ସମ୍ଭବ। ତୁମମାନଙ୍କୁ ମୁଁ ମଣିଷ ରକ୍ତ ଦେଉଛି, ତୁମେମାନେ ମୋର ସବୁ କରିବ। ନାଲୁ ମୁଣ୍ଡ ହଲାଇ ହଁ କହିଲା। ନାଲୁ ସବୁବେଳେ ନଳିନୀର ପାଖେ ପାଖେ ଥାଏ। ତା ଅଲକ୍ଷ୍ୟରେ ବି ସେ ତା ସାଥିରେ ଥାଏ। ନଳିନୀର ଆଉ 3 ଭଉଣୀଙ୍କ କଥା ସେ ଯାଇ ଭୈରବ ଆଗରେ କହିଲା। ଭୈରବ ପାଟିରୁ ଲାଳ ଗଡ଼ିଲା। ସେ 3 ଜଣକୁ କେମିତି ଶିକାର କରିବ ସେ କଥା ଭାବିବାକୁ ଲାଗିଲା। ଏମିତି ଭାବନାରେ ସେ ଶାନ୍ତିରେ ରହିପାରୁନଥିଲା। ସେ ନିଜ ପ୍ରେତମାନଙ୍କୁ ଡାକିଲା। ସେହି ସ୍ଥାନ ଖୁବ୍ ଅଶାନ୍ତ ହୋଇ ଉଠିଲା। ସେ କ'ଣ କଲେ ତା କାମରେ ସଫଳ ହେବ ଆଉ ତା ବିଦ୍ୟା ପୂର୍ଣ୍ଣମାତ୍ରାରେ ସଫଳ ହେବ ସେ କଥା ସେ ଦିନରାତି ଭାବିବାକୁ ଲାଗିଲା। ନଳିନୀର ଭଉଣୀମାନଙ୍କୁ ସେ କିପରି ହାସଲ କରିବ ସେ କଥା ଭାବିବାକୁ ଲାଗିଥିଲା। ନଳିନୀକୁ ଆତ୍ମାମାନେ ଦିଶିବାକୁ ଲାଗିଥିଲେ। ସେଥିରୁ କିଛି ଆତ୍ମା ନଳିନୀକୁ କ୍ଷତି ପହଞ୍ଚାଇବାକୁ ଚାହୁଁଥିଲେ, ଆଉ କିଛି ତାକୁ ସାହାଯ୍ୟ କରିବାକୁ ଚାହୁଁଥିଲେ। ସାହାଯ୍ୟକାରୀ ଆତ୍ମାମାନଙ୍କୁ ନାଲୁ ତାଠୁ ଦୂରେଇ ଦେଉଥିଲା। ନଳିନୀ ଆଗକୁ ବହୁତ ଅସୁବିଧାରେ ପଡ଼ିବାକୁ ଯାଉଥିଲା। ନଳିନୀକୁ ଜଣା ନଥିଲା ତା ଉପରେ କେଉଁ ବିପତ୍ତି ପଡ଼ିବାକୁ ଯାଉଛି ବୋଲି। କି ଧନର ଆଶା କଲା ଯେ ସେ ଶାନ୍ତିରେ ରହିପାରୁନି। କ'ଣ କରିବ ସେ? ତା ଭିତରର ଲୋଭ ଶକ୍ତି ଜାଗ୍ରତ ହୋଇ କହିଲା, ତୁ ଯାହା କରୁଛୁ ତାହା ଭଲ ନୁହେଁ। ସେ ଆଉ କିଛି ଭାବିଲାନି, ଶାନ୍ତିରେ ବସିଗଲା। ଘରର ଉପରେ ଘୁରୁଥିବା ପଙ୍ଖାଟି ତା ମୁଣ୍ଡ ଉପରେ ଖସି ପଡ଼ିବାକୁ ଯାଉଥିଲା। ସେ ସେଠୁ ଉଠି ଚାଲିଗଲା। ଏହା ସେ ଦୁଷ୍ଟ ଆତ୍ମାମାନଙ୍କ କାମ ହୋଇଥାଏ। ନାଲୁ ଅଦୃଶ୍ୟରେ ନଳିନୀର ପାଖେ ପାଖେ ରହିଥାଏ। ତାଙ୍କ ଘର ପାଖରେ ରହୁଥିବା ଲୋକମାନେ କହୁଥିଲେ ଯେ ସେମାନେ କିଛି ଆତ୍ମାମାନଙ୍କୁ ଦେଖିଲେଣି ବୋଲି। ନନ୍ଦିନୀର ବାପା ବହୁତ ପରିଶ୍ରମ କରୁଥିବାରୁ ସେ ରାତିରେ ଖାଇକି ଶୋଇପଡ଼ନ୍ତି। ରାତିରେ ତାଙ୍କ ନିଦ ଭାଙ୍ଗେନା।
ଘରର ଅନ୍ୟ ସଦସ୍ୟମାନେ ଜଲ୍ଦି ଖାଇକି ଶୋଇପଡ଼ନ୍ତି। ରାତିରେ ତାଙ୍କର ନିଦ ଭାଙ୍ଗେ, ତେଣୁ ସେମାନେ କିଛି ଅଜବ ଅନୁଭବ କରନ୍ତି। ନନ୍ଦିନୀର ସାନ ଭଉଣୀ ନଳିନୀର ଦେହରେ ଡାହାଣୀ କଳା ଥିବାରୁ ସେଦିନ ସେ ନିଦରୁ ଉଠି ବାହାରକୁ ଯିବା ସମୟରେ ଗୋଟେ କଳା ଛାଇକୁ ଅସହ୍ୟ ଭାବରେ ଡରିଗଲା ଫଳରେ ସେ କଳା ଛାଇ ତା ଶରୀରରେ ବିଶ୍ରାମ ନେଇଗଲା। ନଳିନୀ ସେଇଠି ବେହୋସ ହୋଇ ପଡ଼ିଗଲା ଫଳରେ କିଛି ସମୟ ପରେ ନନ୍ଦିନୀ ନଳିନୀକୁ ଦେଖି ତାକୁ ଭିତରକୁ ନେଇ ଶୁଆଇଲା ଆଉ ତାକୁ ହୋସକୁ ଆଣିଲା। ସେ ନନ୍ଦିନୀକୁ ଦେଖି କହିଲା, ମା, ତୁ କିଛି ଭଲ କରିନୁ। କି ଧନ ପାଇଁ ତୁ ଆତ୍ମାମାନଙ୍କୁ ଛଟପଟ କଲୁଣି। ସେ ତାନ୍ତ୍ରିକ ଆମକୁ ଶାନ୍ତିରେ ରହିବାକୁ ଦେଉନି। ଏହା କହି ସେ ଚୁପ୍ ହୋଇଗଲା। ଏବେ ସେ ଆତ୍ମା କହିଲେ, ତୁମେ ଯାହାକୁ ଭଲ ପାଉଛ ସେ ମଣିଷ ନୁହେଁ, ସେ ଏକ ଆତ୍ମା, କେବଳ ଜଣେ ଶରୀରକୁ ଆଶ୍ରା କରିଛି। ତାନ୍ତ୍ରିକ ତା ସିଦ୍ଧି ବଳରେ ସେ ଆତ୍ମାକୁ ତୁମ ପଛରେ ଲଗାଇଛି। ତା ସିଦ୍ଧି ବଳରେ ସେ ତୁମ ଘର ଲୋକଙ୍କ ଜୀବନ ନେବାକୁ ବସିଛି। ସେ ତାନ୍ତ୍ରିକ ତୁମ ଇଜ୍ଜତ ସାଥିରେ ଖେଳ କରି ତୁମଠାରୁ ତା ରାକ୍ଷସ ସନ୍ତାନକୁ ଚାହୁଁଛି। ଏସବୁ ଶୁଣି ନନ୍ଦିନୀ ଡରିଯାଇଛି। ନନ୍ଦିନୀ କ'ଣ କରିବ? ପଇସାର ଭୋକ ଯୋଗୁଁ ଆଜି ଅନେକ କଷ୍ଟ ପାଉଥିଲେ। ସେ କ'ଣ କରିବ ଜାଣିପାରୁ ନଥିଲା। ଏତିକିବେଳେ ନାଲୁ ସେହି ସ୍ଥାନରେ ପହଞ୍ଚିଲା। ନାଲୁକୁ ଦେଖି ସେଇ ଆତ୍ମା ଭୟଭୀତ ହୋଇଗଲା। ସେ ଘୋଡ଼ିପୋଡ଼ି ହୋଇ ଶୋଇପଡ଼ିଲା। ନଳିନୀର ଦେହରେ ପଶିଥିବା ଆତ୍ମା କାହିଁ ଯେ ଏପରି ଭୟଭୀତ ହେଲା ନନ୍ଦିନୀ ବୁଝିପାରୁ ନଥିଲା। ସେ ନାଲୁକୁ ଏତେ ରାତିରେ ଦେଖି କହିଲା, ଆରେ ନାଲୁ, ତୁମେ ଏତେ ରାତିରେ? ନାଲୁ କହିଲା, ବାବା ତୁମକୁ ମନେ ପକାଉଛନ୍ତି। ନଳିନୀ ପ୍ରଥମ ଥର ପାଇଁ ନାଲୁକୁ ମନା କଲା ଯିବା ପାଇଁ। ତା ପାଖରେ ଥିବା ଆତ୍ମା ଯୋଗୁଁ ସେ ତାନ୍ତ୍ରିକର କିଛି ଯାଦୁ କାମ କରୁନଥାଏ। ନାଲୁ ରାଗିକି ତା ପାଖରେ ଥିବା ମନ୍ତ୍ର ଶକ୍ତିକୁ ପ୍ରୟୋଗ କଲା। ନଳିନୀର ଦେହରେ ଥିବା ଆତ୍ମାଟି ପାଇଁ ତା ପାଖରେ କିଛି ମନ୍ତ୍ର ଶକ୍ତି କାର୍ଯ୍ୟ କରୁନଥିଲା। ନନ୍ଦିନୀ ଭାବି ପାରୁନଥିଲା କ'ଣ ଠିକ୍ ଆଉ କ'ଣ ଭୁଲ। ସେ ଭୟରେ ଭାବୁଥିଲା ସେ ଏ କ'ଣ କରିଦେଲା। ତାର ଲୋଭ ପାଇଁ ସେ ସମସ୍ତଙ୍କ ଜୀବନକୁ ବିପଦରେ ପକାଇଦେଲା। ଏବେ କ'ଣ ହେବ? କେମିତି ସେ ସବୁ କିଛି ଠିକ୍ କରିବ? ସେ କଥା ସେ ଭାବୁଥିଲା। ଭୟରେ ଏତେ ଶୀତରେ ବି ତା ଦେହରୁ ଝାଳ ବାହାରି ଯାଉଥିଲା। ସେ ଏହାର ଉପାୟ କ'ଣ ଖୋଜିବା ପାଇଁ ଚିନ୍ତା କରୁଥିଲା। ଠିକ୍ ଏତିକିବେଳେ ତାର ମୁଣ୍ଡ ବୁଲାଇ ଦେଲା ଆଉ ତାର ବାନ୍ତି ହେବାକୁ ଲାଗିଲା। ନଳିନୀ ଉଠି ପଡ଼ିଲା। ତା ଦେହରେ ଥିବା ଆତ୍ମା ଦୁଇଟି କହିଲା, ଯା, ସବୁ କିଛି ସରିଗଲା। ସେ ତାନ୍ତ୍ରିକ ଏଇଆ ହିଁ ଚାହୁଁଥିଲା, ଆଉ ସେ ଅପେକ୍ଷା କରିବନି। ତାର କଥା ସରିଛି କି ନାହିଁ, ହଠାତ୍ ସେ ଘରଟି ଥରିବାକୁ ଲାଗିଲା। ଘର ସହ ସବୁ ଲୋକମାନେ ପବନରେ ଉଡ଼ିବାକୁ ଲାଗିଲେ। ନନ୍ଦିନୀ କହିଲା, ମୁଁ କ'ଣ କରିବି? ନଳିନୀର ଆତ୍ମା କହିଲା, ତୁମେ ତୁମ ପେଟରେ ବଢ଼ୁଥିବା ଭ୍ରୂଣଟିକୁ ଯଦି ମାରିପାରିବ, ତାହେଲେ ପୁଣି ଥରେ ସବୁ କିଛି ଶାନ୍ତ ହୋଇପାରିବ। ଏହା ଶୁଣି ନନ୍ଦିନୀ କ'ଣ କରିବ ଭାବି ପାରୁନଥିଲା। ଏତିକିବେଳେ ଦୁଇଟି ବଡ଼ ବଡ଼ ହାତ ବାହାରକୁ ତାଙ୍କ ଆଡ଼କୁ ମାଡ଼ି ଆସୁଥିଲା। ସେ ହାତଟି ଘରେ ଶୋଇଥିବା ସବୁ ଲୋକଙ୍କୁ ବାହାର କରି ଫୋପାଡ଼ି ଦେଲା। ଘରଟି ଯଥାସ୍ଥାନରେ ପହଞ୍ଚିଗଲା। ନନ୍ଦିନୀ ଦେଖିଲା ସେଇ ହାତ ନାଲୁର। ତା ମାନେ ସେ ଆତ୍ମା କହୁଥିବା ସବୁ କଥା ସତ ଅଟେ। ଏତିକିବେଳେ ତାନ୍ତ୍ରିକ ଭୈରବ ଆସି ନନ୍ଦିନୀର ପାଖରେ ବସି ତା ପେଟକୁ ଆଉଁସି ଦେଉଥିଲା। ନନ୍ଦିନୀର ଆଖି ବୁଜି ହେଇ ଆସିଲା। ତାପରେ କ'ଣ ହେଲା ସେ ଆଉ କିଛି ଜାଣିନି। ସେ ଆଖି ଖୋଲିଲା ବେଳକୁ ତା ଆଖି ସାମ୍ନାରେ 4ଟି ନାରୀଙ୍କ ନଗ୍ନ ଶରୀର ପଡ଼ି ରହିଥିଲା। ଆଉ ନାଲୁ ସେ ଶରୀର ପାଖରେ ବସି ସେମାନଙ୍କ ଶରୀର ସହିତ ଖେଳିବାକୁ ଲାଗିଥିଲା। ନନ୍ଦିନୀର ପେଟ ବଢ଼ିବାକୁ ଲାଗିଥିଲା। ଏହା କେମିତି ସମ୍ଭବ? ସେ ଏହା ଭାବି ପାରୁନଥିଲା। ନନ୍ଦିନୀର ପେଟରେ ସେଇ ଭ୍ରୂଣଟି ବଢ଼ିବାକୁ ଲାଗିଥିଲା। ଏତେ ଶୀଘ୍ର କେମିତି ବଢ଼ୁଥିଲା କେଜାଣି? ନନ୍ଦିନୀ ତା ପେଟରେ ହାତ ମାରି ଚିତ୍କାର କରିବାକୁ ଲାଗିଲା। ନନ୍ଦିନୀକୁ ଲାଗୁଥିଲା ସେ ଯେମିତି ଏହି ସମୟରେ ମୃତ୍ୟୁବରଣ କରିବ। ନାଲୁ ତା ପରିବାରର ସମସ୍ତ ସଦସ୍ୟମାନଙ୍କ ସହ ଖେଳି ସାରିବା ପରେ ତାର ମୋନିଆ ନଖରେ 4ଟି ଗାତ ଖୋଳିବାକୁ ଲାଗିଲା। ଗାତ ଖୋଳା ହୋଇ ସାରିବା ପରେ ସେ ଭୂଇଁରେ ସମସ୍ତଙ୍କୁ ଜିଅନ୍ତା କବର ଦେଇଦେଲେ। ନନ୍ଦିନୀର ବାପା ଘରେ ଏକୁଟିଆ ଶୋଇଥିଲେ। ହଠାତ୍ ତାଙ୍କ ନିଦ ଭାଙ୍ଗିବାରୁ ସେ ଉଠିପଡ଼ି ଦେଖିଲେ ଘର ଚାରିଆଡ଼େ ଖୋଲା।
ସେ ସମସ୍ତଙ୍କୁ ଡାକିବାକୁ ଲାଗିଲେ। କେହି ଜବାବ ନ ଦେବାରୁ ସେ ଯାଇ ଦେଖିଲା ଘର ଭିତରେ କେହି କୁଆଡ଼େ ନଥିଲେ। ସେ କିଛି ବିପଦର ଆଶଙ୍କା କରି ସବୁଆଡ଼େ ଖୋଜି ବୁଲିଲା। ହଠାତ୍ ସେ ତାଙ୍କ ଗାଁ ମଶାଣି ଆଡ଼େ ଚାଲିଗଲା। ମଶାଣିରେ କିଛି କୋଳାହଳ ଭଳି ଦେଖି ସେ ଆଡ଼କୁ ଯିବାରୁ ନିଜ ଝିଅ ନନ୍ଦିନୀକୁ ଛଟପଟ ହେଉଥିବାର ଦେଖିଲା। ଆଗରେ ତାନ୍ତ୍ରିକ ଭୈରବକୁ ଦେଖି ନନ୍ଦିନୀ ବାପା ରାଗରେ ସେଇଠାରେ ପଡ଼ିଥିବା ଗୋଟେ ନିଆଁ ଖେଣ୍ଟାକୁ ଧରି ସେ ତାନ୍ତ୍ରିକ ଆଡ଼କୁ ମାଡ଼ି ଆସିଲେ। ତାନ୍ତ୍ରିକର ଶକ୍ତି ଆଗରେ ନନ୍ଦିନୀର ବାପା କେତେ ସମୟ ବା ଟେକି ରହିଥାନ୍ତେ। ଅଦୃଶ୍ୟ ଶକ୍ତି ଗୋଟେ ଝଟକା ମାରିଲା। ସେ ସେଇଠି ଟଳି ପଡ଼ିଲେ। ସେ ଏମିତି ଟଳି ପଡ଼ିଲେ ଯେ ସେଇଠି ତାଙ୍କ ଘଟ ଛାଡ଼ିଗଲା। ଅନ୍ୟ ଭଉଣୀମାନେ ଜୀବନ୍ତ ଥିଲେ ବି ତାନ୍ତ୍ରିକ ତାଙ୍କ ଉପରେ ନିଜ ଶକ୍ତି ବଳରେ ମାଟି ଚଢ଼େଇ ଦେଇଥିଲା। ନନ୍ଦିନୀ ଖୁବ୍ କାନ୍ଦୁଥିଲା, ହେଲେ ସେ କାହା ପାଖକୁ ଯାଇପାରୁନଥିଲା। କାରଣ ତା ଗୋଡ଼କୁ କିଏ ଜାବୁଡ଼ି ଧରିବା ଭଳି ମନ ହେଉଥିଲା। ତାନ୍ତ୍ରିକ କହୁଥିଲା, ବାସ୍ ଆଉ ଅଳ୍ପ ସମୟ। ଅଳ୍ପ ସମୟ ପରେ ସେ ରାକ୍ଷସ ଶିଶୁଟି ଜନ୍ମ ହୋଇଯିବ। ଏହା କହି ସେ ନନ୍ଦିନୀକୁ କହିଥିଲା, ବାସ୍ ଆଉ କିଛି ସମୟ ଅପେକ୍ଷା କର, ତାପରେ ତୋ ମୁକ୍ତିର ସମୟ ଖୁବ୍ ନିକଟତର ଆସୁଛି। ନନ୍ଦିନୀର ମନେ ପଡ଼ିଗଲା ସେ ଆତ୍ମାଟି କହୁଥିବା କଥାକୁ। ନନ୍ଦିନୀ କ'ଣ କରିବ? ତା ହାତ ଗୋଡ଼ ବନ୍ଧା ହୋଇଥିଲା। ନନ୍ଦିନୀ ବହୁ ଚେଷ୍ଟା କଲା ନିଜକୁ ସେହି ଶୃଙ୍ଖଳ ମଧ୍ୟରୁ ମୁକ୍ତ କରିବାକୁ, ହେଲେ ସେ ପାରୁନଥିଲା। ଭୈରବ ପାଖରେ ସବୁ ଖରାପ ଆତ୍ମା ନଥିଲେ। ସେଥିରୁ କିଛି ଆତ୍ମା ଖୁବ୍ ଭଲ ଥିଲେ। ସେମାନେ ନନ୍ଦିନୀର ସାହାଯ୍ୟ କଲେ। ତା ହାତର ଶୃଙ୍ଖଳକୁ ଢିଲା କରିଦେଲେ। ନନ୍ଦିନୀ କିଛି ମୁନିଆ ଜିନିଷ ଖୋଜୁଥିଲା, ହେଲେ ତା ହାତ ପାଖରେ କିଛି ନଥିଲା। ଶେଷରେ ହାତରେ ଗୋଟେ ମୁନିଆ କଣ୍ଟା ତା ହାତରେ ବାଜିଲା। ସେ ସେହି ମୁନିଆ କଣ୍ଟାରେ ନିଜ ପେଟକୁ ଆଘାତ କରିବାକୁ ଲାଗିଲା। ଭୈରବ ତା ସାଧନାକୁ ଅଧାରୁ ଛାଡ଼ି ନନ୍ଦିନୀ ପାଖକୁ ଧାଇଁ ଆସିଲା। ସେତେବେଳକୁ ସବୁ ଶେଷ ହୋଇଯାଇଥିଲା। ନନ୍ଦିନୀ ନିଜ ପେଟକୁ ଚିରି ସେ ରାକ୍ଷସ ଶିଶୁକୁ ନିଜ ହାତରେ ମାରି ଦେଇଥିଲା। ସେ ମା ହୋଇ ବି ଯଦି ନିଜ ଶିଶୁକୁ ମାରିନଥାନ୍ତା, ତାହେଲେ ଭୈରବ ଆହୁରି ଶକ୍ତିଶାଳୀ ହୋଇଯାଇଥାନ୍ତା। ଭୈରବର ନିଜ ସିଦ୍ଧିରେ ଅସଫଳ ହୋଇଥିଲା। ତା ଏତେ ଦିନର ସାଧନାକୁ ନନ୍ଦିନୀ ପଣ୍ଡ କରିଦେଇଥିଲା। ତାହା ତାକୁ ବରଦାସ୍ତ ହେଉନଥିଲା। ସେ ନନ୍ଦିନୀର କ୍ଷତି କରିବା ପାଇଁ ଧାଇଁ ଆସୁଥିଲା। ଏତିକିବେଳେ ସମସ୍ତ ଆତ୍ମାମାନେ ଭୈରବକୁ ଉଡ଼େଇ ନେଇ ଗୋଟିଏ କବର ଭିତରେ ଭରିଦେଲେ। ସେ ବି ଗୋଟେ ଶକ୍ତିଶାଳୀ ଆତ୍ମା ଥିଲା। ସେ ବି ମଣିଷ ଶରୀର ଭିତରେ ପ୍ରବେଶ କରି ନିଜ ମନ୍ଦ ଉଦ୍ଦେଶ୍ୟକୁ ପୂରା କରିବାକୁ ଚାହୁଁଥିଲା। କଥାରେ ଅଛି, ଭଲ କାମର ଭଲ ଫଳ ଆଉ ମନ୍ଦ କାମର ମନ୍ଦ ଫଳ। ଏହା ସତ୍ୟ ପ୍ରମାଣିତ ହୋଇଥିଲା। ତା ଆଖି ଆଗରେ ସେ ତା ପୂରା ପରିବାରକୁ ମାଟିରେ ମିଶିବାର ଦେଖି ସେ ବହୁତ ଦୁଃଖୀ ହୋଇଥିଲା। ତା ଧନର ଲୋଭ ପାଇଁ ତା ପୂରା ପରିବାର ଲୋପ ପାଇଯାଇଥିଲା। ସେ ଭୈରବର ସାଧନାର ସବୁ ଫଳ ପାଇଥିଲା। ତାକୁ ଗୋଟେ ବିଶେଷ ଶକ୍ତି ହାସଲ ହୋଇଥିଲା। ସେ ଯାହା ଚାହିଁବ କରିପାରିବ, ହେଲେ ସେ ସେହି ଶକ୍ତି ବଳରେ ମଲା ଲୋକଙ୍କୁ ବଞ୍ଚେଇ ପାରିବନି। ସାଧନାର ଶକ୍ତି ବଳରେ ସେ ନିଜକୁ ଠିକ୍ କରିଦେଇଥିଲା। ସେ ନିଜ ଆଖିରେ ଲୁହ ଧରି ନିଜ ବାପାଙ୍କୁ ନିଜ ହାତରେ ଦଫନ କରି ଘରକୁ ଫେରି ଯାଇଥିଲା। ସେବେଠାରୁ ତାକୁ ଘରର ଏକୁଟିଆପଣ ଖାଇ ଗୋଟାଉଥିଲା। ସେ ନିଜକୁ ନିଜ ପରିବାରର ମୃତ୍ୟୁ ପାଇଁ ଦାୟୀ ଭାବୁଥିଲା। ସେ ତା ଭଉଣୀ ଆଉ ମାର ଆତ୍ମାକୁ ଦେଖୁଥିଲା। ସେମାନେ କହୁଥିଲେ, ସେ କାହିଁକି ତାଙ୍କ ମୃତ୍ୟୁର କାରଣ ହେଲା। ଏବେ ସେ ଧନର ପାହାଡ଼ ଉପରେ ଛିଡ଼ା ହୋଇଥିଲା, ହେଲେ ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ଏକୁଟିଆ ପାଉଥିଲା। ତା ସେ ମରିବାକୁ ଚାହିଁ ବି ମରିପାରୁ ନଥିଲା। ଆତ୍ମାମାନେ ତାର ସମ୍ପୂର୍ଣ୍ଣ ଯତ୍ନ ନେଉଥିଲେ। ତାକୁ ନିଜେ କିଛି କରିବାକୁ ପଡ଼ୁନଥିଲା। ଏବେ ସେ ବହୁତ ଖୁସି ଥିଲା, ଆଉ ଦୁଃଖୀ ବି ଥିଲା। ପଡ଼ୋଶୀମାନଙ୍କ ସହ ତାହାର କେବେ ଭଲ ସମ୍ପର୍କ ନଥିଲା। ତା ଘରକୁ ଦୁଇଟି ଅଦୃଶ୍ୟ ଆତ୍ମା ଜଗି ରହୁଥିଲେ। ନନ୍ଦିନୀ ଅତୀତର ସ୍ମୃତିର ଭାବନା ରାଇଜରେ ପୁଣି ଥରେ ହଜି ଯାଇଥିଲା। ସେ ଏବେ ସବୁକିଛି ପାଇଥିଲେ ବି ତାକୁ ସବୁକିଛି ପିତା ଲାଗୁଥିଲା। ଯୋଉଠି ନିଜର ଲୋକ କେହି ନଥିଲେ, ତା ଆତ୍ମୀୟଙ୍କ ମୃତ୍ୟୁ ପାଇଁ ସେ ତ ଦାୟୀ ଥିଲା। ସେ ନିଜକୁ କେବେ କ୍ଷମା କରିପାରୁନଥିଲା। ରାତି ରାତି ସେ ଶୋଇପାରୁନଥିଲା। ଭୂତମାନେ ତାର ପଡ଼ୋଶୀ ଥିଲେ। ଭୂତମାନଙ୍କ ସହ ସେ କଥା ହେଉଥିଲା। ବାହାର ଲୋକ କେବଳ କିଛି ସମାଧାନ ପାଇଁ ତା ପାଖକୁ ଆସୁଥିଲେ।
ସେ ଦିନସାରା ଯେମିତି ସେମିତି ରହିଥିଲେ ମଧ୍ୟ ରାତିରେ ତାର ବଞ୍ଚିବା ଅସହ୍ୟ ହୋଇଯାଉଥିଲା। ପ୍ରତି ରାତିରେ ଏମିତି ଘଟୁଥିଲା। ସେ ନିଜକୁ କେତେ ଆଉ ସମ୍ଭାଳିବ? ସେ ଯୁବତୀ, ତାର ବି ଗୋଟେ ମନ ଥିଲା। ଦିନେ ସେ ମନ ଦେଇଥିଲା। ସେ ଗୋଟେ ଅଶରୀର ଥିଲା। ତାପରେ ତା ଜୀବନରେ କେହି ଆସିନଥିଲେ ନୁହେଁ। ସେ କାହାକୁ ନିଜ ଜୀବନର ସ୍ଥାନ ଦେଇ ନଥିଲା। ଅନେକ ଯୁବକ ତା ପାଇଁ ପାଗଳ ଥିଲେ। ସେ ତା ହୃଦୟରେ କାହାକୁ ସ୍ଥାନ ଦେଇ ନଥିଲା। ପ୍ରଥମ ଥର ପାଇଁ ସେ ପ୍ରେମରେ ହାରି ଯାଇଥିଲା। ଆଜି ସେ ଆଉ କାହାକୁ ବିଶ୍ୱାସ କରିବ? ତା ଭୁଲ ନିଷ୍ପତ୍ତି ଯୋଗୁଁ ଆଜି ତାକୁ କେତେ ଯେ କଷ୍ଟ ସହିବାକୁ ପଡ଼ୁଥିଲା। ଯିଏ ଦୁଃଖ ସହିଥିବ ସେ ହିଁ ଦୁଃଖର କଷ୍ଟ ବୁଝିବ। ନନ୍ଦିନୀ ଅନେକ ଦିନ ହେଲା ବାହାରକୁ ଯାଇନଥିଲା। ସେ ତା ଘରର କୋଠରୀରେ ସର୍ବଦା ଲାଇନ୍ ବନ୍ଦ କରି ରଖୁଥିଲା। ଅନେକ ଦିନ ହେବ ସେ ସୂର୍ଯ୍ୟ ରଶ୍ମିକୁ ନିଜ ଉପରେ ପଡ଼ିବାକୁ ଦେଇନଥିଲା। ତାକୁ ଖୁବ୍ ଭୟ ଲାଗୁଥିଲା ଦିନର ଆଲୋକକୁ ସାମ୍ନା କରିବାକୁ। ସେଦିନ ଖୁବ୍ ଜୋରରେ ଝଡ଼ ତୋଫାନ ହେଉଥିଲା। ଏବେ ତା ଦେହ ବହୁତ ଅସୁସ୍ଥ ରହୁଥିଲା। ସେ ଏକୁଟିଆ ସେ ଅଶରୀରମାନଙ୍କ ସହ ନିଜ ସମୟ ବିତାଉଥିଲେ ବି ତା ମନ ଚାହୁଁଥିଲା ଏକ ସାଥୀର ସାହାରା, ଯିଏ ତା ଭଲ ମନ୍ଦରେ ସାଥ ଦେଉଥିବ ଆଉ ତାର ଦୁଃଖ ସୁଖକୁ ବାଣ୍ଟି ପାରୁଥିବ। ଭଗବାନ ତା ଦୁଃଖ ବୋଧେ ଶୁଣିଥିଲେ। ସହରରୁ ଆସିଥିବା ଗୋଟେ ଯୁବକ, ଯିଏକି ସେ ଝଡ଼ ତୋଫାନ ରାତିରେ ନିଜକୁ ହଜେଇ ଦେଇଥିଲା। ସେ ନିଜକୁ ନନ୍ଦିନୀର ଘର ପାଖରେ ଆବିଷ୍କାର କଲା। ଲୋକମାନେ ତାକୁ ବହୁତ ବାରଣ କରିଥିଲେ ନନ୍ଦିନୀର ଘର ପାଖକୁ ଯିବାକୁ। ହେଲେ ସିଏ କ'ଣ ଶୁଣୁଥିଲା? ନନ୍ଦିନୀର ଜୀବନ ଅଭିଶପ୍ତ ହୋଇଯାଇଥିଲା। ନନ୍ଦିନୀର ଘର ପାଖକୁ ଯିବାକୁ ଲୋକ ବହୁତ ଭୟ କରୁଥିଲେ। ତା ଘର ଉପରେ ସବୁବେଳେ ଗୋଟେ କଳା ବାଦଲ ଛାଇ ରହୁଥିଲା। ଏହା ତା ଘର ଉପରେ ସବୁବେଳେ ରହୁଥିଲା। ଏହାକୁ ଦେଖି ଲୋକ ଡରୁଥିଲେ। ନନ୍ଦିନୀକୁ ଲୋକେ ଦେଖୁନଥିଲେ। କିଛି ଲୋକ ନନ୍ଦିନୀକୁ ଡରୁଥିଲେ। ସେମାନେ ତାକୁ ଡାହାଣୀ ବୋଲି କହୁଥିଲେ। ନନ୍ଦିନୀ ଦେଖିବାକୁ ବହୁତ ସୁନ୍ଦର ଥିଲା। ହେଲେ ସେ ଯେତେବେଳେ କଳା ଶକ୍ତିର ମାଲିକାଣୀ ହେଲା, ସେ ନିଜ ଚେହେରାକୁ ଢାଙ୍କି ରଖୁଥିଲା। ସେ ନିଜ ମୁଣ୍ଡରେ ଗୋଟିଏ ମସ୍ତ ବଡ଼ କଜଳ ଟୋପା ଲଗାଉଥିଲା। ନିଜ ଚେହେରାକୁ ସେ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଥିଲା। ତା ନାଁ ଶୁଣିଲେ ପିଲାମାନେ ଭୟରେ ଥରହର ହେଉଥିଲେ। ତାକୁ ଦେଖିଲେ ଲୋକମାନେ ଦୂରରୁ ଲୁଚି ଯାଉଥିଲେ। ଆଜି ନନ୍ଦିନୀ ପାଖରେ ସବୁ କିଛି ଥିଲା। ହେଲେ ସେ ବହୁତ କଷ୍ଟରେ ନିଜ ସମୟ ବିତାଉଥିଲା। ସେ ବଞ୍ଚିଥିଲା ସିନା, ଏକ ଜୀବନ୍ତ ଶବ ହୋଇ ସେ ନିଜ ଶବକୁ ନିଜେ ବୋହି ଚାଲିଥିଲା। ସେ ଅନେକ ଥର ନିଜକୁ ଶେଷ କରିବାକୁ ଚାହିଁଥିଲେ ମଧ୍ୟ ସେ ସେମିତି କରିପାରିନଥିଲା ଯେମିତି ସେ ଏକ ଅଭିଶପ୍ତ ଜୀବନ ବଞ୍ଚୁଥିଲା। ବହୁତ କିଛି ପରେ ବି ସେ ଯେନ ତେନ ବଞ୍ଚି ରହୁଥିଲା। ତା ସମବୟସୀମାନଙ୍କୁ ସ୍ୱାମୀ ପିଲାଛୁଆଙ୍କ ସହିତ ଯେବେ ବି ଦେଖୁଥିଲା, ତା ମନରେ ବି ହଲଚଲ ସୃଷ୍ଟି ହେଉଥିଲା। ତା ମନରେ ନିଜ ସ୍ୱାମୀ ପିଲାଙ୍କ କଳ୍ପନା ଆସୁଥିଲା। ହେଲେ ସେ କଳା ଶକ୍ତି ସହ କରିଥିବା ଚୁକ୍ତିରେ ଭୟଭୀତ ହୋଇଯାଉଥିଲା। ତା ସହ କଳା ଶକ୍ତିମାନେ ଥିବାବେଳେ ତାର ପିଲାପିଲି ହେବେ ନାହିଁ। ଯଦି ହେବ, ସେ ନିଜ ପିଲାକୁ କଳା ଶକ୍ତି ସାମ୍ନାରେ ବଳି ଦେବାକୁ ପଡ଼ିବ। ଏହା ଗୋଟିଏ ମା ପାଇଁ ଭାରି କଷ୍ଟସାଧ୍ୟ ଅଟେ। ଜୀବନରେ ସେ ନିଜ ଜୀବନସାଥୀ ବାଛିବା ପାଇଁ ଡରୁଥିଲା। ସେ ସ୍ଥିର କରିଥିଲା ତା ଜୀବନରେ ଯିଏ ଆସିବ ସେ ତାକୁ ନିଜ ଅତୀତର ପୃଷ୍ଠାକୁ ଖୋଲା ବହି ଭଳି ଖୋଲି ରଖିଦେବ। ଧୀରେ ଧୀରେ ଲୋକେ ତାକୁ ଡାହାଣୀର ଆଖ୍ୟା ଦେଉଥିଲେ। ଛୋଟ ଛୁଆ ତାକୁ ଦେଖିଲେ ଡରୁଥିଲେ। ତା ନାଁ ଶୁଣିଲେ ଡରିକି ଛାନିଆ ହୋଇ ମୁତି ଦେଉଥିଲେ। ନନ୍ଦିନୀର ଗାଁ ଲୋକ ତାକୁ ଏମିତି ଭାବେ ଡରୁଥିଲେ। ନନ୍ଦିନୀକୁ କିଛି ଫରକ ପଡ଼ୁନଥିଲା। ନନ୍ଦିନୀ ସେଦିନ ନିଜ ଚେୟାରରେ ବସି ଝୁଲୁଥିଲା। ସେ ନିଜ ଜୀବନ କଥା ଭାବି ଭାବି ନିଜ ଉପରେ ବିତିସ୍ପୃହ ହୋଇପଡ଼ୁଥିଲା। ତାର ଚାରିପାଖରେ ଆତ୍ମାମାନଙ୍କ ଚିଁ ଚାଁରେ ଫାଟି ପଡ଼ୁଥାଏ। ସେ କାନରେ ହାତ ରଖି ତାକୁ ବନ୍ଦ କରିବା ପାଇଁ ଚାହୁଁଥାଏ। ହେଲେ ସେହି ଚିତ୍କାର ଆଗରେ ଫଳ କଟା ହୋଇଥିବା ଗୋଟେ ଛୁରୀ। ସେ ଛୁରୀକୁ ଆଣି ତତ୍କ୍ଷଣାତ୍ ସେ ଛୁରୀକୁ ଆଣି ପିଚ୍ କରି କାଟିଦେଲେ। ହାତରୁ ଧାର ଧାର ହୋଇ ରକ୍ତ ବୋହିବାରେ ଆରମ୍ଭ ହୋଇଗଲା। ଧୀରେ ଧୀରେ ନନ୍ଦିନୀ ବେହୋସ ଅବସ୍ଥାରେ ପହଞ୍ଚିଲା। ଝରକା ସେପଟୁ ଏସବୁ ଦୃଶ୍ୟ ଦେଖି ନରେନ୍ଦ୍ର ଆଉ ଚୁପ୍ ରହିପାରିଲାନି। ସେ ସେହି ଘରର ଝରକା ବାଟେ ଭିତରକୁ ପଶିଗଲା। ସେ ନନ୍ଦିନୀ ହାତରେ ନିଜର ରୁମାଲକୁ ଭିଡ଼ି ବାନ୍ଧିଥିଲା।
ସେ ଦେଖିଲା ନନ୍ଦିନୀର ରକ୍ତଗୁଡ଼ିକ ପଡ଼ିଥିବା ଜାଗାରେ ସ୍ଥାନଗୁଡ଼ିକ ସମ୍ପୂର୍ଣ୍ଣ ଚିକ୍ଚିକ୍ କରୁଥିଲା। ତା ରକ୍ତଗୁଡ଼ିକ ଶୂନ୍ୟରେ ମିଳେଇ ଯାଉଥିଲା। ଏସବୁ ଦେଖି ନରେନ୍ଦ୍ରକୁ ଭୟ ତ ଲାଗୁଥିଲା, ହେଲେ ସେ ନିଜ ଭୟକୁ ନିଜ ଭିତରେ ରଖିଲା। ସେ ପୂର୍ବରୁ ଗୋଟିଏ ଡାକ୍ତରଖାନାରେ ଥିଲା। ସେଠି ତାକୁ ଟିକେ ଟିକେ ଚିକିତ୍ସା ଆସୁଥିଲା। ସେ ନନ୍ଦିନୀର ସବୁ ସେବା କରିବାକୁ ଲାଗିଲା। ନନ୍ଦିନୀର ଅବସ୍ଥା ସୁଧାର ଆସିଲା। ନନ୍ଦିନୀ ଏବେ ବି ଅଚେତ ଥିଲା। ନନ୍ଦିନୀର ଚାରିପାଖେ ଅଶରୀରମାନଙ୍କ ମେଳା ଲାଗୁଥିଲା। ବହୁତ ପ୍ରକାର ଆତ୍ମା ଥିଲେ। ତାର କ୍ଷତି ଚାହୁଁଥିବା ଆତ୍ମା ଆଉ ତାର ଭଲ ଚାହୁଁଥିବା ଆତ୍ମାମାନେ ବି ଥିଲେ। ତାର ଭଲ ଚାହୁଁଥିବା ଆତ୍ମାମାନେ ଚାହୁଁଥିଲେ ନନ୍ଦିନୀର ପରିବାର ବସିଯାଉ ବୋଲି। ନନ୍ଦିନୀର ଏତେ ବଡ଼ ଘର ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହୁଥିଲା। ଅଶରୀର ଆତ୍ମାମାନେ ତାର ସବୁ କାମ କରିଦେଉଥିଲେ। ଦେହ ଅସୁସ୍ଥ ସମୟରେ ତାର ସେବା ମଧ୍ୟ କରୁଥିଲେ। ଆଜି ନରେନ୍ଦ୍ର ପାଇଁ ସେ ତା ପାଖକୁ ଆସୁନଥିଲେ। ସେମାନେ ଚାହୁଁଥିଲେ ନନ୍ଦିନୀର ଏକୁଟିଆପଣ ଦୂର ପାଇଁ ଏକ ସାଥୀ ତା ପାଖରେ ରହିବା ଦରକାର। ନରେନ୍ଦ୍ର ନନ୍ଦିନୀର ହୋସରେ ଆସିବାକୁ ଅପେକ୍ଷା କରି ରହିଥିଲା। ସେଦିନ ନନ୍ଦିନୀ ହଠାତ୍ ବିଳିବିଳେଇ ହୋଇ ନିଦରୁ ଉଠି ବସିଲା। ତାକୁ ଅନେକ ଆତ୍ମାମାନେ ତାର ବଶ କରିନେଇଥିଲେ। ସେ ଚେତା ଫେରି ପାଇଲା। ତାର ଚେତା ଫେରି ପାଇବା ପରେ ତା ଆଖି ଆଗରେ ଏକ ପୁରୁଷକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଉଠିଲା। ସେ ଚମକି ପଡ଼ିଲା ଆଉ ନିଜ ଚେହେରାକୁ କୁରୂପ କରି ନରେନ୍ଦ୍ରକୁ ଡରାଇବାକୁ ବାହାରିବାରୁ ତାର ସାଥୀ ଆତ୍ମାମାନେ କହିଲେ, ତାର କିଛି ଦୋଷ ନାହିଁ। ତୁମେ ତାର କିଛି କ୍ଷତି କରନି। ଆମେମାନେ ଚାହୁଁଛୁ ତୁମେ ତାଙ୍କ ସହ ସାରା ଜୀବନ କାଟିଦିଅ। ତୁମେ ତାଙ୍କୁ ବିବାହ କର। ନରେନ୍ଦ୍ର ବହୁତ ଭଲ ପିଲା ଥିଲା। ତାଙ୍କର ନିଜର ବୋଲି କେହି ନାହିଁ। ନନ୍ଦିନୀ ଭାବିବାକୁ ଲାଗିଲା। ଆତ୍ମାମାନଙ୍କ ଯୁକ୍ତି ତାକୁ ଠିକ୍ ଲାଗୁଥିଲା। ନରେନ୍ଦ୍ର ତାର ସେବା କଲାବେଳେ ତାର ପ୍ରକୃତ ରୂପ ଦେଖି ସାରିଥିଲା ଆଉ ସେ ଏକ ଅଲଗା ପ୍ରକାରର ଝିଅ ବୋଲି ଜାଣି ସାରିଥିଲା। ନରେନ୍ଦ୍ର ନିଜ ମନରେ ନନ୍ଦିନୀକୁ ଜାଗା ଦେଇ ସାରିଥିଲା। ନରେନ୍ଦ୍ରର କେହି ନିଜର ନଥିଲେ। ନନ୍ଦିନୀ ନରେନ୍ଦ୍ରକୁ ନିଜ ପାଖରେ ରହିବାକୁ ଅନୁମତି ଦେଇଥିଲା। ନରେନ୍ଦ୍ର ନନ୍ଦିନୀ ପାଖରେ ରହି ତାର ଛୋଟ ମୋଟ କାମ କରିବାକୁ ଲାଗିଲା। ଧୀରେ ଧୀରେ ଦୁହିଁଙ୍କ ଭିତରେ କଥାବାର୍ତ୍ତା ବଢ଼ିବାକୁ ଲାଗିଲା। ପରସ୍ପରକୁ ଦୁହେଁ ପସନ୍ଦ କରିବାକୁ ଲାଗିଲେ। ନନ୍ଦିନୀ ନରେନ୍ଦ୍ରକୁ ନିଜ ବିଷୟରେ ସବୁ ଖୋଲି କହିଦେଲା। ନରେନ୍ଦ୍ର କହିଲା, ତୁମର କିଛି ଭୁଲ ନାହିଁ। ହଁ, ତୁମର ପଇସାର ମୋହ ସଭିଙ୍କୁ ତୁମଠୁ ଅଲଗା କରିଦେଇଥିଲା। ଏବେ ତୁମେ ଅନୁତପ୍ତ। ତୁମର ସବୁ ପାପ ଧୋଇଯାଇଛି। ତୁମେ ଆଉ ନିଜକୁ ଏତେ କଷ୍ଟ ଦିଅନି। ଆତ୍ମାମାନେ ବି କହିଲେ, ନରେନ୍ଦ୍ର ଯାହା କହୁଛି ଠିକ୍ କହୁଛି। ନନ୍ଦିନୀ ସମସ୍ତଙ୍କ କଥା ମାନିନେଲେ। ନନ୍ଦିନୀ ଆଉ ନରେନ୍ଦ୍ର ଦୁହେଁ ବିବାହ କରିନେଲେ। ସେମାନଙ୍କ ବିବାହରେ ଆତ୍ମାମାନେ ସାକ୍ଷୀ ରହିଲେ। ସେମାନେ ବିବାହ କରି ଖୁବ୍ ଖୁସିରେ ରହିଲେ। ନନ୍ଦିନୀ ନିଜର ପିଲାପିଲି ହେବ ନାହିଁ ବୋଲି କହିଦେଇଥିଲା। ନରେନ୍ଦ୍ର ତଥାପି ନନ୍ଦିନୀକୁ ଗ୍ରହଣ କଲା। ନନ୍ଦିନୀର ଯେତେକ ଗର୍ଭ ରହୁଥିଲା ତାହା ଆପେ ଆପେ ନଷ୍ଟ ହୋଇଯାଉଥିଲା। ନନ୍ଦିନୀ ଧୀରେ ଧୀରେ ନର୍ମାଲ ହୋଇଯାଇଥିଲା। ସେ ନରେନ୍ଦ୍ରର ସାଥ ପାଇ ନିଜ ବିଦ୍ୟାକୁ ସବୁଦିନ ପାଇଁ ଭୁଲି ଯାଇଥିଲା। ଏବେ ତା ପାଖରେ ଅନେକ ଧନ ଥିଲା। ନନ୍ଦିନୀର ଜୀବନରେ ସୁଖ ଅଳ୍ପ ଦିନ ପାଇଁ ଆସିଥିଲା ବୋଧେ। ସେଦିନ ନରେନ୍ଦ୍ର ବଜାରକୁ ଯାଇଥିଲା। ଆସିବା ବାଟରେ ତାକୁ ଗୋଟେ ଟ୍ରକ୍ ବାଡ଼େଇ ଦେଇଥିଲା। ତାର ପ୍ରାଣ ସେଇଠି ଚାଲି ଯାଇଥିଲା। ନନ୍ଦିନୀ ନରେନ୍ଦ୍ରକୁ ବହୁତ ଭଲ ପାଉଥିଲା। ଆଖି ଆଗରେ ନରେନ୍ଦ୍ରର ମୃତଦେହ ଦେଖି ସେ ନିଜକୁ ସମ୍ଭାଳି ପାରିନଥିଲା। ଅନେକ କୁହନ୍ତି, ନନ୍ଦିନୀର କ୍ଷତି ଚାହୁଁଥିବା ଆତ୍ମାମାନେ ନରେନ୍ଦ୍ରର ଜୀବନ ନେଇଗଲେ। ସତ କ'ଣ ତାହା ସେ ଭଗବାନଙ୍କୁ ଜଣା। ଆଜି ବି ନନ୍ଦିନୀ ସେମିତି ସେଇ ଘରେ ପଡ଼ି ରହିଛି ଆଉ ନରେନ୍ଦ୍ର ସହ ବିତାଇଥିବା ସେଇ ଖୁସିର ମୁହୂର୍ତ୍ତକୁ ମନେ ପକାଇ ହସେ ଆଉ କାନ୍ଦେ। ଲୋକମାନେ ତାକୁ ନନ୍ଦିନୀ ବାଇଆଣୀ କୁହନ୍ତି। କେହି ଯଦି ଖାଇବାକୁ ଦିଏ ସେ ଖାଇନିଏ, ନହେଲେ ଉପବାସ ରୁହେ। ନନ୍ଦିନୀକୁ ଆଜି ବି ସେହି ଆତ୍ମାମାନେ ଦେଖା ଦିଅନ୍ତି। ନନ୍ଦିନୀ ନିଜ ମା ଆଉ ଭଉଣୀର ଆତ୍ମାମାନଙ୍କୁ ବହୁତ ଭୟ କରେ। ତା ସହ ଯଦି ନରେନ୍ଦ୍ରର ଆତ୍ମା ଦେଖାଦିଏ ସେ ବହୁତ ଖୁସି ହୁଏ ଆଉ ତା ମରିବାର କାରଣ ପଚାରେ। ସେ କିନ୍ତୁ ଉଦାସ ହୋଇ ତା ସାମ୍ନାରୁ ଉଠି ଚାଲିଯାଏ। ନନ୍ଦିନୀ ଆଉ କିଛି ଜାଣିପାରେନି।
ନରେନ୍ଦ୍ରର ଏମିତି କରିବା ନନ୍ଦିନୀକୁ ଖୁବ୍ ବ୍ୟଥିତ କରିଦିଏ। ନରେନ୍ଦ୍ରର ଆତ୍ମା ମନେ ମନେ ଭାବୁଥିଲା କେମିତି କହିବ ସେଇ କଥା। ନନ୍ଦିନୀର ଭଉଣୀ ଓ ମାର ଆତ୍ମା ହିଁ ତାର ମୃତ୍ୟୁର କାରଣ ବୋଲି। ନରେନ୍ଦ୍ର ଚାହୁଁଥିଲା ନନ୍ଦିନୀ ଆଉ ପ୍ରତିଶୋଧ ପରାୟଣା ନ ହୋଇ ଗୋଟେ ଶାନ୍ତ ସରଳ ଜୀବନ ବଞ୍ଚି ରହୁ। ନନ୍ଦିନୀ ନରେନ୍ଦ୍ର ବିନା ପାଗଳୀ ହୋଇ ଶେଷରେ ଗୋଟେ ଦିନ ଏଇ ଇହଧାମରୁ ବିଦାୟ ନେଇଗଲା। ଆଖପାଖର ଲୋକମାନେ ତା ଶରୀରକୁ ନେଇ ଦାହ କରିଦେଲେ। ନନ୍ଦିନୀ ରହୁଥିବା ସ୍ଥାନରେ ଲୋକମାନେ ଯିବା ଆସିବା କରିବା ପାଇଁ ଆଜି ବି ଭୟ କରନ୍ତି। ଅନେକ ଲୋକ କୁହନ୍ତି ସେଇ ସ୍ଥାନରେ ଏବେ ବି ଆତ୍ମାମାନେ ଦେଖାଯାଆନ୍ତି। ଆଜି ବି ନନ୍ଦିନୀର ଆତ୍ମା ସେଇ ସ୍ଥାନରେ ବସି କାନ୍ଦିବାର ଅନେକ ଲୋକ କୁହନ୍ତି।